ମୁଁ ଏବେ ରେଡ଼ି ହେଇକିନା ଯାଉଛି ଏବେ ମୁଁ ଚିଡ଼ିଆଖାନାକୁ ବାଘ ଭାଲୁ ଦେଖିବା ପାଇଁ। ମୋ ହଜବେଣ୍ଡ ବି ସାଙ୍ଗରେ ଯାଉଛନ୍ତି। ମୋ ହଜବେଣ୍ଡ କ୍ୟାମେରା ଆସିବା ପାଇଁ ଲାଜ କରୁଛନ୍ତି। ଏବେ 10ଟା ବି ହେଇଗଲାନି, ଆମେ ଅଟୋରେ ଯାଉଛୁ। ତାପରେ ଏଇଟା ରାସ୍ତାରେ ଅଛୁ, ମେନ୍ ରୋଡ଼ ପହଞ୍ଚି ଯାଇଛୁ। ଏଇଟା ରାସ୍ତାରେ ଯାଉ ଯାଉ ଆମକୁ ଦେଖାଗଲା ହନୁମାନ, ବିରାଟ ବଡ଼ ହନୁମାନ ତ ଦର୍ଶନ ବି ହେଇଗଲା। ତାପରେ ଏଇଟା ଜଗନ୍ନାଥ ମନ୍ଦିର ବି ଦର୍ଶନ ହେଇଗଲା। ତାପରେ ଆମେ ଏଠି ପହଞ୍ଚିଲେ ଟିକେଟ୍ କରିକିନା ଭିତରକୁ ପଶି ଯାଉଛୁ। ଏଠି ଜେବ୍ରା ଆଉ ତା ମା ତା ଛୁଆକୁ ଦେଖିଲୁ। ତାପରେ ଆମେ ଏଠି ଦେଖିଲୁ ଯେ ଜିରାଫ, କେତେ ବଡ଼ ବଡ଼ ବେକ ତାଙ୍କର ଅଛି ବାପରେ। ତାପରେ ଏଠି ଆମେ ଟାଇଗରକୁ ଦେଖିଲୁ, ଏଠି ପାଣିରୁ ଏଟା ବାହାରୁଛି। ତାପରେ ଆମ ପଟେ ହିଁ ଆସୁଛି, କେତେ ବଡ଼ ଦେଖାଯାଉଛି। ଏଟା ଆମ ଜାଲି ପାଖରେ ଆସିଗଲା, ଦେଖ କେତେ ସୁନ୍ଦର ଦେଖାଯାଉଛି। ତାପରେ ଆମେ ଏଠି ଭାଲୁକୁ ଦେଖିଲୁ। ତାପରେ ଏଠି ସିଆଡ଼ୁ କୁହନ୍ତି ଆକୁ ଇଆଡ଼େ ସିଆଡ଼େ ହେଉଥିଲା, ଏ ଭୋକରେ ବୋଧେ ଅଛି ସେଥିପାଇଁ ଆଡ଼େ ସିଆଡ଼େ ଦୌଡ଼ୁଥିଲା। ତାପରେ ଏଠି ଆମେ ପାଣି ଗଣ୍ଡକୁ ଦେଖିଲୁ, ଶୋଇ ପଡ଼ିଛନ୍ତି। ତାପରେ ଏଠି ଆମେ ହାତୀକୁ ଦେଖିଲୁ, 4ଟା ହାତୀ ଅଛନ୍ତି, ଘାସ ଖାଉଛନ୍ତି, ଦେଖ ଘାସ ଖାଉଛନ୍ତି। ତାପରେ ଏଠି ଆମେ ଚିତାବାଘକୁ ଦେଖିଲୁ, 3ଟା ଶୋଇଛନ୍ତି ଚିତାବାଘ। ତାପରେ ଏଠି ଆମେ ଦେଖିଲୁ ସିଂହକୁ ଦେଖିଲୁ, ଏଠି ଖାଲି ମୁଣ୍ଡ ହିଁ ଦେଖାଯାଉଥିଲା। ତାପରେ ଏଠି ଅଜଗର ସାପକୁ ଦେଖିଲୁ, ଗଛରେ ଚଢ଼ିଛି ଅଜଗର ସାପ। ତାପରେ ଏଠି 2ଟା କିଙ୍ଗ କୋବ୍ରା ଅଛନ୍ତି। ୟାଙ୍କୁ ମୁଁ ସବୁ ଜୀବଜନ୍ତୁକୁ ମୁଁ ଟିଭିରେ ହିଁ ଦେଖିଥିଲି, ଆଜି ମୁଁ ସତରେ ଦେଖିଲି। ଆଉ ଦେଖା ହେବ ସାଙ୍ଗ ନେକ୍ସଟ ଭିଡ଼ିଓରେ। ବାଏ।